ଆସନ୍ତୁ ଶୁଣିବା ସୁପ୍ରସିଦ୍ଧ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ଅରସିକ। କବି କହିଗଲେ ଅରସିକ ପାଖରେ ରସ କଥା କହିବ ନାହିଁ, କାହିଁକି ନା ସେ ବୁଝିପାରିବ ନାହିଁ। କଥାଟାର ଗୋଟାଏ ଟୀକା ଟିପ୍ପଣୀ ଦରକାର। ଏ ଯେ ପୁରୁଣାକାଳିଆ କବି ଏ କଥାଟା ଲେଖିଗଲେ ସେଉଟା ଅଧା ବିଧା ରହିଗଲା। ତାଠାରୁ ଆମ ଦେଶୁଆଙ୍କ ଭାଷାରେ କାଲ ଆଗରେ ମୂଳା ଚୋବେଇବା ବେଶୀ ସୁନ୍ଦର ଓ ପୂର୍ଣ୍ଣ। ଏଇ ଧରନା ମୋତେ ଭାତ ରସ ବା ପେଜ ବା ତୋରାଣୀ ଭଲ ଲାଗେ, ଆଉ ହରିଶ ବାବୁଙ୍କୁ ମାଉଁସ ରସ ବା ସୁପ୍ ଓ ଝୋଳ ଭଲ ଲାଗେ। ମୁଁ ଯେବେ ସୁପ୍ ଓ ଝୋଳ ଭଲ ନ ପାଇଲି ତାହେଲେ ହରିଶ ବାବୁ ମୋତେ କହିବେ ଅରସିକ, ଆଉ ହରିଶ ବାବୁ ପେଜ ବା ତୋରାଣୀକୁ ଭଲ ନ ପାଇଲେ ତାଙ୍କୁ ଅରସିକ କହିବାର ହକ୍ କ'ଣ ମୋର ନାହିଁ? ଅବଶ୍ୟ ଟେଷ୍ଟ ଟ୍ୟୁବ୍ ଧରି ଲାବୋରେଟୋରୀର ବିଜୁଳି ପଙ୍ଖା ହାୱା ତଳେ ବସି ପରୀକ୍ଷା କରି ଦେଖିଲେ କ'ଣ ହେବ କହିପାରୁନାହିଁ। କିନ୍ତୁ ମୁଁ ମୁହେଁ ମୁହେଁ ପଖାଳ ଭାତର ବା ପେଜ ସୋଡ଼ପାର ଓ ମାଉଁସ ସୁରୁଆ ଓ ଝୋଳର ଦୋଷଗୁଣ ବିଷୟରେ ଏମିତି 5 ପତ୍ର ଲେଖିଦେଇପାରେ। ଟେଷ୍ଟ ଟ୍ୟୁବ୍ରେ ମାଉଁସ ସୁରୁଆଟା ସରସ ହୋଇପାରେ, କିନ୍ତୁ ଭୋକିଲା ମଣିଷ ତ ଆଉ ଟେଷ୍ଟ ଟ୍ୟୁବ୍ ଧରି ଭାଇଟାମିନ୍ ବାହାର କରି ଖାଇବାକୁ ବେଳ ପାଇବ ନାହିଁ। ଭୋକରେ ହାଇଁ ହାଇଁ ହେଉଛି ଗୋଟିଏ ଲୋକ, ତାକୁ ତୁମେ ବାଢ଼ିଦେଲ ସୁପ୍, ଫ୍ରାଏ, ରୋଷ୍ଟ, ଟୋଷ୍ଟ, ପୁଡ଼ିଂ, ଚପ୍, କଟଲେଟ୍, ପଖାଳ ଭାତ, ଶୁଖୁଆ ଭଜା, ବାଇଗଣ ପୋଡ଼ା, ଶାଗ ଖରଡ଼ା, ପରିବା ସନ୍ତୁଳା। ସେ ସୁପ୍ ରୋଷ୍ଟ କେବେ ଖାଇ ନାହିଁ। ସେ କ'ଣ କରିବ? ସେ ପଖାଳ ଭାତ ଖାଇକି ଆସିଛି, ପଖାଳକୁ ହିଁ ଚିହ୍ନେ। ସେ ତାକୁ ଗେଫି ଦେଇଯିବ। ୟା ବୋଲି ସେ କ'ଣ ହେବ ଅରସିକ? ବା ଯେ ବାଢ଼ି ବସିଲେ ସେ ହେବେ ଅରସିକ? କାଳନ୍ଦୀ ବାବୁ ଚଡ଼ଚଡ଼ି, ଘଣ୍ଟ, ଝୋଳ, ଝାଲ ଭଲ ପାଆନ୍ତି। ତାଙ୍କ ପୂଜାରୀ ଯଦି ତାଙ୍କ ପାଇଁ ସିଝା ମାଉଁସ, ଭଜା କୁକୁଡ଼ା ଇତ୍ୟାଦି ତିଆରି କରି ବସେ ତାହେଲେ ସେ କ'ଣ କହିବେ ତାଙ୍କ ପୂଜାରୀଟା ରସିକ? ମୋଟ ଉପରେ କଥାଟା ହେଉଛି ରସିକ କଥାଟାକୁ ଜଣକ ପକ୍ଷରୁ ଦେଖିଲେ ଚଳିବ ନାହିଁ। ରସ କଥା କହିବ ଜଣେ, ଆଉ ବୁଝିବ ଓ ଶୁଣିବ ଆଉ ଜଣେ। ଯାହା ପାଇଁ ରସ କଥାଟା କୁହାଗଲା ସେ ବୁଝିପାରିବା ଭଳି ଭାଷାରେ ଓ ଭାବରେ ଯେବେ କୁହାଯାଏ, ତଥାପି ଯେବେ ସେ ବୁଝି ନପାରେ ତାହେଲେ ତୁମେ ତାକୁ ଅରସିକ ବୋଲି ଗାଳି ଦେଲେ ଗାଳିଟା ଠିକ୍ ଖାଟିବ। କିନ୍ତୁ ତୁମେ ଯଦି କାଲ ଆଗରେ ମୂଳା ଚୋବାଇଲା ପରି ରାମା ପ୍ରଧାନ ଆଗରେ ମୂଳ ସଂସ୍କୃତ ଶକୁନ୍ତଳା ନାଟକ ପଢ଼ି ବସ, ଆଉ ସେ ଯେବେ ତାର ରସ ବୁଝି ନପାରେ ତାହେଲେ ଅରସିକ ହେବ କିଏ? ତମେ ନା ରାମ ପ୍ରଧାନ? ପଣ୍ଡିତ ହାଟକୁ ଗଲେ ମାଛ କିଣିବା ପାଇଁ। ଦେଖିଲେ କେଉଟୁଣୀ ପସରା ମେଲେଇ ବସିଛି। ପଣ୍ଡିତେ ରସିକତା କରି ପଚାରିଲେ, ଅଇ ଧୀବର ସୁନ୍ଦରୀ, ଆମ୍ଭେ ତୁମ୍ଭ ଶ୍ରୀହସ୍ତ କମଳରୁ କିଞ୍ଚିତ୍ ମୁଦ୍ରା ବିନିମୟେ କିଞ୍ଚିତ୍ ମତ୍ସ୍ୟ କ୍ରୟ କରିବା ନିମନ୍ତେ ଅଭିଳାଷୀ ଅଛୁ। ଏଥିରୁ କେଉଟୁଣୀ ଯଦି ଭାବେ ଯେ ଗୋସେଇଖିଆ ଗାତପଶା ବ୍ରାହ୍ମଣଟା ତାକୁ ଗାଳି ଦେଉଛି କି ଅପମାନ କରୁଛି ବୋଲି, ଆଉ ସେଇଆ ଭାବି ସେ ଯେବେ ଖଡ଼ୁମୂଷା ନଇଲେ ପନିକି ପାହାର ଉଠାଏ, ତାହେଲେ ସେ ହେବ ଅରସିକ ନା ପଣ୍ଡିତ ହେବେ ଅରସିକ? କବି ଓ ଲେଖକ ମନ ଇଚ୍ଛା ଲେଖିଗଲେ ଚଳିବ ନାହିଁ। ଅବଶ୍ୟ ଯିଏ ଜନ୍ମ କବି ସେ ଗାଇବ, ଗାଇବା ତାର ସ୍ୱଭାବ, ତାର ଜୀବନ। ଯେତେବେଳେ କବିତା ନିଶା ତାକୁ ଲାଗେ ସେତେବେଳେ ସେ ମଦୁଆଙ୍କ ପରି ଗୁଡ଼ାଏ ବକିଯାଏ, ଆଉ ଯାହା ବକେ ତାହା ହୁଏ ଅସଲ କବିତା। କିନ୍ତୁ ଏଇ କବିତାର ନିଶା ତା ମୁଣ୍ଡରେ ପଶେ କେମିତି, ଆସେ କାହୁଁ, କିଏ ଦିଏ? କବିତାର ନିଶା ପାଣି ପବନରେ ଭାସି ବୁଲେ ନାହିଁ ଯେ ବିନା କାରଣରେ ଅଜଣା ଅଶୁଣା କବି ମୁଣ୍ଡ ଭିତରେ ପଶି ତାକୁ ମାତାଲ କରିଦେବ। ତାହେଲେ ଯେ କବି ସେ ସବୁବେଳେ ଭଲ କବିତା ଲେଖିପାରୁଥାନ୍ତା। ଦିନେ ମୋର ଜଣେ ସାଙ୍ଗ ଗପ କରୁଥିଲେ, ରବୀନ୍ଦ୍ରନାଥଙ୍କର ଭଲ କବିତା ଲେଖା ହୁଏ ଗାଡ଼ିରେ ବୁଲି ବସିଲା ବେଳେ। ସେ କଥାଟା ସତ କି ମିଛ ମୁଁ ଜାଣେ ନାହିଁ, ତେବେ ତା ଭିତରେ ଗୋଟାଏ ସତ ଅଛି। କବିର ମନଟା ବଡ଼ ଭାବ ବିନୋଦିଆ। ତାର ସେ କଅଁଳ ଛୋଟ ମନଟି ଭାବ ସମୁଦ୍ରରେ ଥରଥର ହୋଇ ଭାସି ଚାଲିଛି। ସେ ଯୋଗନିଦ୍ରାରେ ଭାବୁଛି, ଆହା କି ସୁନ୍ଦର, କି ମଧୁର, ବେଶ ଲାଗୁଛି ତ। ଭଲ ପାଇବାର ଜିନିଷ ଏକା, ଏହାର ଭାବ ତ ଏପରି। ଦେଖେ ଏ ଜିନିଷଟା କିପରି। ମନ ପୁରା ସ୍ନେହ ସହାନୁଭୂତି ଘେନି ସେ ଆଖି ମିଲି ସଂସାରକୁ ଚାହେଁ। କିନ୍ତୁ ଦେଖେ କ'ଣ, ଏ ସଂସାରଟା ଯିଏ ଗଢ଼ିଥିଲେ ତାଙ୍କର ପ୍ରକୃତରେ ସୌନ୍ଦର୍ଯ୍ୟ ଜ୍ଞାନ ଥିଲା। ଏ ଗଛ ପତ୍ର, ଫଳ ଫୁଲ, ବସନ୍ତ ପବନ, ଚାନ୍ଦିନୀ ରାତି ସବୁ ସୁନ୍ଦର। ଏସବୁ ସୁନ୍ଦର ଭିତରେ ଗୋଟିଏ ଗୋଟିଏ ନିତ୍ୟାନ୍ତ ଅସୁନ୍ଦର ଜିନିଷ ରହିଯାଇଛି। ସେ ଏହି ମଣିଷ ଜାତିଟା। ଆଉ ଏଇ ମଣିଷ ଜାତିଟା ମଧ୍ୟରେ ନିତ୍ୟାନ୍ତ ଅସୁନ୍ଦର ଏଇ ରାଜା ଜାତିଟା। ସେଲିଙ୍କ ଆଖିରେ ଏଇ କଥାଟା ଜୋରରେ ଆସିଲା।
ଏ ସୌନ୍ଦର୍ଯ୍ୟ ଭଣ୍ଡାର ଭିତରେ ଏ ମଣିଷ ପୋକ ଗୁଡ଼ାକ ଯେ କିପରି ସାଲୁରୁ ବାଲୁରୁ ହୋଇ ତାକୁ ଅସଜଡ଼ା କରି ପକାଉଛନ୍ତି ତାହା ଦେଖି ତାଙ୍କ ମନରେ ବଡ଼ ଆଘାତ ଲାଗିଲା। ସେ ମଣିଷଠାରୁ ଯେ ସ୍ନେହ ପ୍ରତି ପାଇବାର ଆଶା କରିଥିଲେ ତାହା ପାଇଲେ ନାହିଁ। କେବଳ ଦେଖିଲେ ମଣିଷଙ୍କ ଭିତରେ ଅତ୍ୟାଚାର, ବ୍ୟଭିଚାର, ଘୃଣା, ଈର୍ଷା, ଏଇ ହେଲା ତାଙ୍କର ଭାବ। ଆଉ ଏଇ ଭାବ ଉପରେ ତାଙ୍କର କବିତା ଗଢ଼ା। ୱାର୍ଡସୱାର୍ଥ ମଧ୍ୟ ସେଇଆ ଦେଖିଲେ। ନଈ କୁଳୁକୁଳୁ ହୋଇ ବହି ଯାଉଛି। ଥିର ବସନ୍ତ ପବନରେ ଫୁଲଗୁଡ଼ିକ ତାଳେ ତାଳେ ନାଚି ଉଠୁଛି। ଜହ୍ନ ରାତିର ରୂପେଲି ପରଦା ତଳେ ହ୍ରଦର ଛୋଟ ଛୋଟ ଢେଉଗୁଡ଼ିକ କେତେ ପ୍ରକାର ନାଟ ତାମସା ଲଗାଇଛନ୍ତି। ପ୍ରକୃତି ହସୁଛି। ପ୍ରାଣ ପୁରା ହସ, ମନ ପୁରା ଆନନ୍ଦ। କିନ୍ତୁ ହାୟ, ମଣିଷ ମଣିଷକୁ କ'ଣ ନ କରିଛି? ଦେବତାର କଳା ନେଇ ଜନ୍ମ ହେଲା ଯେ ସରଗର ଅମର ଶିଶୁ, ସେ ମଣିଷମାନଙ୍କର ଏଇ ବଂଶ ନିଶ୍ୱାସରେ କିପରି ଶୁଖି ଶୁଖି କଳା କାଠ ପଡ଼ିଯାଉଛି। ଏଇ ହେଲା ୱାର୍ଡସୱାର୍ଥଙ୍କର ଭାବ ଏବଂ ଏଇ ଭାବ ଉପରେ ତାଙ୍କର କବିତାର ଘର ତିଆରି। ପ୍ରକୃତି ଓ ପୁରୁଷର କୋଟି କୋଟି ଲୀଳା ମଧ୍ୟରୁ କେଉଁ ଲୀଳାଟା ଯେ କବି ନଜରରେ ସବା ଆଗ ପଡ଼ିବ, ଆଉ ପଡ଼ିଲେ ଯେ କବିତାକୁ କି ପ୍ରକାର ଦେଖିବ ତାହା କହି ହୁଏ ନାହିଁ। କିନ୍ତୁ ଗୋଟିଏ ଲୀଳା ଯେ ତା ଆଖିରେ ପଡ଼ିବ ଆଉ ସେଇଥିରୁ କବିତାର ଭାବ ନେଇ ମତୁଆଲା ହୋଇ ଉଠିବ ତାହା ନିଶ୍ଚୟ। ଥରେ ଗୋଟାଏ ଭାବ ନେଇ ମତୁଆଲା ହୋଇଗଲେ କବି ଭାବେ ଯେ ଜଣେ ଆଗ କୁହା ତାର ଅନେକ କଥା ବିଷୟରେ ସଂସାରର ଲୋକଙ୍କୁ କହିବାକୁ ଅଛି। ସେ ବୁଝାଇ କହିଲେ ବୋଧହୁଏ ଲୋକ ବୁଝିବେ ଏ ଅନ୍ୟାୟ ଅତ୍ୟାଚାରର ଗୋଟିଏ ମୀମାଂସା କରିନେବେ। ସେଇ ହେତୁରୁ ସେ ଗାଏ ଆଉ ଲେଖେ। କବିତା ପାଇଁ ଲେଖା ହୁଏ, ସେଇଟା ମୂଳ କଥା। କିନ୍ତୁ ମଣିଷମାନଙ୍କୁ ଭଲ କରିବାକୁ ବା ଆନନ୍ଦ ଦେବାକୁ ଯେ ଲେଖା ହୁଏ ଏ ମଧ୍ୟ ଗୌଣ କାରଣ। କବିର ମଣିଷ ଜାତିକୁ କହିବା ପାଇଁ ଅନେକ କଥା ଥାଏ। ସେହି ହେତୁରୁ ସେ କହେ। ଋଷିମାନେ ମଣିଷଙ୍କ ଭିତରେ ଧର୍ମଭାବ ଆଣିବା ପାଇଁ ଯେପରି ଧର୍ମ ସଙ୍ଗୀତ, ଧର୍ମ ଦର୍ଶନ ଗାଇଯାଆନ୍ତି, କବି ମଧ୍ୟ ମଣିଷ ମନରେ ଆନନ୍ଦ ଦେବା ପାଇଁ ଓ ତାକୁ ଆଉ ଟିକିଏ ଭଲ କରିବା ପାଇଁ ଗାଇଯାଏ। ମଣିଷ ବୋଇଲେ ତ ଏ ସଂସାର ଗୋଟାକ ଯାକର ମଣିଷ। କିନ୍ତୁ ନଟରାଜଙ୍କର ଏକରଙ୍ଗିଆ ସଂସାରରେ ଏପରି ଏତେ ଭାଷାର ଓ ଏତେ ପ୍ରକାରର ମଣିଷ ଅଛନ୍ତି ଯେ ସମସ୍ତଙ୍କ ପାଇଁ କବି ଲେଖିପାରିବ ନାହିଁ। ଲେଖିବା ଏକାବେଳକେ ଅସମ୍ଭବ। ତା ଭାଷାରେ ପୁଣି ମୋ ଜାତି, ମୋ ଦେଶ ବୋଲି ଗୋଟିଏ ମାୟା ଅଛି। ଅବଶ୍ୟ କବି ବା ଭାବୁକ ପକ୍ଷରେ ଦେଶ, ଜାତି, ଗୋଷ୍ଠୀର ମାୟା ରହିବା ଉଚିତ ନୁହେଁ। କବି ଦୃଷ୍ଟିରେ ସବୁ ଜାତି, ସବୁ ଦେଶ, ସବୁ ଗୋଷ୍ଠୀ ଏକ ମଣିଷଙ୍କର ଗୋବର ଖାତ ନହେଲେ ସ୍ୱର୍ଗପୁରୀ। କିନ୍ତୁ ସେ ହୁଏ ନାହିଁ। ରବୀନ୍ଦ୍ରଙ୍କ ଆଖିରେ ଓଡ଼ିଆ ଜାତିଟା ହୀନ। ସେକ୍ସପିୟରଙ୍କ ଆଖିରେ ବିଲାତଟା ହିଁ ପୃଥିବୀର ମୌଡ଼ମଣି ହବା ମଧ୍ୟ ସ୍ୱାଭାବିକ। କବି ହେଲେ ମଧ୍ୟ ରକ୍ତ ମାଉଁସର ଦିହ ଧରି ଜନ୍ମ ଲଭେ। এই ମଣିଷ ସମାଜ ଭିତରେ ବଢ଼ି এই ମଣିଷ ସମାଜର ଅଳିଆ ଗଦା ଭିତରୁ ଅନେକ କାଠିକୁଟା ଗୋଟେଇ ନିଏ। ସେହି ହେତୁରୁ କବି ଲେଖେ ନିଜ ଭାଷାରେ, ନିଜ ଜାତିର ଲୋକଙ୍କ ପାଇଁ, ତାଙ୍କୁ ବଡ଼ କରିବାକୁ, ତାଙ୍କୁ ଟିକିଏ ଅଧିକ ଆନନ୍ଦ ଦେବାକୁ। ସେ ଭାଷା ତାର ସ୍ୱାଭାବିକ ଭାଷା। ସେଥିରେ ସେ ଯେପରି ସହଜରେ ଓ ସ୍ୱଚ୍ଛନ୍ଦ ଭାବରେ ନିଜର ଭାବ, ନିଜର ମନ କଥା, ହୃଦୟର ବେଦନା, ପ୍ରାଣର ଆବେଗ କହିପାରିବ, ଅନ୍ୟ ଶିଖି ଭାଷାରେ ସେ ତାହା କହିପାରିବ ନାହିଁ। କୌଣସି କବି, କୌଣସି ଲେଖକ ନିଜ ଭାଷାକୁ ଛାଡ଼ି ଅନ୍ୟ ଭାଷାରେ ଲେଖି ସେ ଭାଷାରେ ନାଁ ଅର୍ଜି ନାହାନ୍ତି। ଏହି ହେତୁରୁ କାଳନ୍ଦୀ ବାବୁଙ୍କର ଓଡ଼ିଆରେ ଲେଖିବି କାହିଁକି ପ୍ରବନ୍ଧଟି ପଢ଼ି ମନକୁ ବାଧିଲା। ଭାବିଥିଲି କାଳନ୍ଦୀ ବାବୁ ଜନ୍ମ କବି, କବିତା ଲେଖିବା ତାଙ୍କର ସ୍ୱଭାବ ଓ ଜୀବନ। ଫଳରେ ଆଶା ରଖିଥିଲି ଯେ ସେ ଓଡ଼ିଆରେ ନ ଲେଖିଲେ ରହିପାରିବେ ନାହିଁ। କିନ୍ତୁ ତାଙ୍କର ସେ ପ୍ରବନ୍ଧଟା ଯେବେ ପ୍ରକୃତରେ ତାଙ୍କର ମନ କଥା ହୋଇଥାଏ, ସେଉଟା ଯେବେ ସେ ଗୋଟାଏ ମୁହୂର୍ତ୍ତର ପାଗଳାମିରେ ନ ଲେଖିଥାନ୍ତି, ତାହେଲେ ଦେଖୁଛି ସେ ପଇସା ପାଇଁ ଲେଖିଥିଲେ, କବିତା ପାଇଁ ନୁହେଁ। ହତଭାଗିନୀ ଓଡ଼ିଶା ପକ୍ଷରେ ଏ କମ୍ ଦୁଃଖ ଓ ଅପମାନର କଥା ନୁହେଁ। ଅବଶ୍ୟ କବି ବଞ୍ଚିବ। କବିର ଗୋଟାଏ ପେଟ ଅଛି, ସେ ପେଟଟା ପୂରିବା ଦରକାର। ତାର ପିଲାମାଇପ ଅଛନ୍ତି, ସେମାନଙ୍କର ପେଟ ମଧ୍ୟ ପୂରିବା ଚାହିଁ। କିନ୍ତୁ କବିତା ମଦ ଯେ ପିଇଛି, ତାର ସେ ନିଶାବଳା ଆଖିରେ ଏଗୁଡ଼ାକ ବଡ଼ ଜିନିଷ ବୋଲି ଦିଶେ ନାହିଁ। ଜନ୍ମ କବିଟା କେବେ ଦୋତାଲା ତୋତାଲା କୋଠା ଉପରେ ଶୋଇ ପ୍ରଣୟିନୀର ଫୁଲସେଜରେ ଅତର ମହକରେ ପୋଇଲି ପରିବାରଙ୍କ ଗୀତରେ ନିଜକୁ ଭୁଲାଇ ପାରିଛି? କାଳିଦାସ ମରିଥିଲେ ବେଶ୍ୟାର ପିଣ୍ଡାରେ। ଓମାର ଜୀବନ ଗୋଟାକ ଯାକ କଟାଇ ମଲେ ଜଣେ ସାଙ୍ଗର ଭିକ୍ଷା ଉପରେ ନିର୍ଭର କରି। କିଟ୍ସ ମରିଥିଲେ ସୁଦୂର ବିଦେଶରେ ଓଷୁଅ ପାଣି ଟିକିଏ ନ ପାଇ। ସେଲି ଯେତେ ଦିନ ବଞ୍ଚିଥିଲେ
କୌଣସି ମତେ ଦୁଃଖ କଷ୍ଟ ସାଙ୍ଗସାଥୀଙ୍କ ଦାନ ଉପରେ ନିର୍ଭର କରି ବିଦେଶରେ ପଡ଼ି ରହିଥିଲେ। ଗୋଲ୍ଡସ୍ମିଥ୍ ମଲାବେଳକୁ ତାଙ୍କ ପାଖରେ 5 ଟଙ୍କା ମଧ୍ୟ ନଥିଲା। ଦୀନକୃଷ୍ଣ ମରିଥିଲେ ଦାରିଦ୍ର୍ୟ ପଞ୍ଚାକ୍ଷର ମନ୍ତ୍ର ଜପ କରି। କବି ସୂର୍ଯ୍ୟ ଗାଇଥିଲେ ଲାଞ୍ଚ ଯାଚିଥିଲେ କାଞ୍ଚନ କେତେ କି 5 ପାଣ୍ଡୁ ରାଜା ସୁତ ହେ ଆଉ କେକି କଲା କହ କାହା କାମ କୁମ୍ଭ ନ ପୁରିଛି ତୁମ୍ଭ ଅହେତୁକ ଅନୁଗ୍ରହ ହେ। ଲେଖି ବସିଲେ ପୋଥିଟିଏ ହେବ। ଅବଶ୍ୟ କବି ପଇସାର ଆଶା କରେ, ଭଲ ଖାଇବ ଭଲ ପିନ୍ଧିବ ବୋଲି ଇଚ୍ଛା କରେ, କିନ୍ତୁ ନ ପାଇଲା ବୋଲି ଅଭିମାନରେ ଲେଖା ଛାଡ଼ିଦିଏ ନାହିଁ। ଓଲଟି ସେ ଯେତିକି ନ ପାଏ ତାର କବିତା ସେତିକି ଅଭାବର ଶାଣରେ ମାଜି ହୋଇ ଦାଉ ଦାଉ କରି ଜଳି ଉଠେ। ସେ ସେତିକି ମନଫୁଲାଣିଆ ଗୀତ ଗାଏ। କଥାଟା କହିଲା ବେଳେ ସେଲିଙ୍କର ପିଟର ବେଲ୍ ଦ ଥାର୍ଡ ଗୀତଟା ମନେ ପଡ଼ିଯାଉଛି। କାଳନ୍ଦୀ ବାବୁ ଥରେ ସେ ଗୀତଟା ପଢ଼ିବେ କି? ତାହେଲେ ଆମେ ଦେଖିଲୁ ଯେ ଜନ୍ମକବି ସେ ଯେତେବେଳେ ଲେଖେ ସେ ଲେଖେ ନିଜ ଭାଷାରେ, ଖାଣ୍ଟି ଭାଷାରେ, ହୃଦୟର ପ୍ରାଣର ଭାଷାରେ, କୌଣସି ତିଆରି ଅସ୍ୱାଭାବିକ ଭାଷାରେ ନୁହେଁ। ତାକୁ କଡ଼ାଗଣ୍ଡା କରି କେତେ ଓଡ଼ିଆ ହେବ, କେତେ ବଙ୍ଗଳା ହେବ ବା କେତେ ଅମୁକ ଭାଷା ହେବ ତାର ହିସାବ କରିବା ଦରକାର ପଡ଼େ ନାହିଁ ସତ, କିନ୍ତୁ ଖାଣ୍ଟି ଓଡ଼ିଆ ଭାଷା ତା ପେଟରୁ ମନରୁ ହୃଦୟରୁ ଛାଏଁ ଛାଏଁ ବାହାରି ପଡ଼େ। ଗାଲୁ ମାରିବାର ବୁଦ୍ଧି ତ ବଡ଼ ଓସାରିଆ, କିନ୍ତୁ ଗାଲୁର ସ୍ଥାନ ଏଠାରେ ନାହିଁ। ମୁଁ ତଳେ ଇଂରାଜୀ ଭାଷାରୁ କେତୋଟି ଛତ୍ର, ପୁରୁଣା ଓଡ଼ିଆରୁ କେତୋଟି ଛତ୍ର, ଆଜିକାର ଓଡ଼ିଆରୁ କେତୋଟି ଛତ୍ର ନେଇ ତାର କଟାକଟି ହିସାବପତ୍ର କରି ମୋ କଥାଟା ବୁଝେଇ ଦେଉଛି। ପାଠକମାନେ ବିଚାର କରନ୍ତୁ ମୁଁ ମିଛୁଆ କି ସତିଆ। ମୁଁ ପ୍ରଥମରେ ସେଲିଙ୍କ ଗୀତରୁ ପଦେ ନେଉଛି। ସେଲି କାହିଁକି? ସେଲି ଥିଲେ ଇଂରେଜୀ ରୋମାଣ୍ଟିକ କବିତାର ପୁରୋହିତ ଆଉ ମିଷ୍ଟିସିଜିମ୍ର ଆଗବୋଲା। ଆଜିକାଲି ଓଡ଼ିଆ ସାହିତ୍ୟରେ ଏହି ରୋମାଣ୍ଟିସିଜିମ୍ ବା ମିଷ୍ଟିସିଜିମ୍ର ରାଣ ବହୁତ ପଡ଼ୁଛି। ସେହି ହେତୁରୁ ଦ ଫାଉଣ୍ଟେନ୍ସ ମିଙ୍ଗଲ୍ ୱିଥ୍ ଦ ରିଭର ଆଣ୍ଡ ଦ ରିଭର୍ସ ୱିଥ୍ ଦ ଓସନ୍, ଦ ୱିଣ୍ଡସ୍ ଅଫ୍ ହେଭେନ୍ ମିକ୍ସ ଫର୍ ଏଭର ୱିଥ୍ ଏ ସୁଇଟ୍ ଇମୋସନ୍, ନଥିଙ୍ଗ ଇନ୍ ଦ ୱାର୍ଲ୍ଡ ଇଜ୍ ସିଙ୍ଗଲ୍, all things by a law divine in one spirit meet and mingle, why not I with thine। ଏହି ପଦଟିରେ 46ଟି ଶବ୍ଦ ଅଛି। ସେଥିରୁ 9ଟି ବିଦେଶୀ ଶବ୍ଦରୁ ତିଆରି ଶବ୍ଦ। ସେଥିରୁ 9ଟି ପୁଣି 3ଟି ଯଥା 2ଟି ରିଭର ଓ ଗୋଟିଏ ସ୍ପିରିଟ୍ ଦେଶୀ ଭାଷା ସହିତ ଏମିତି ମିଶି ଯାଇଛି ଯେ ତାକୁ ଦେଶୀ ଶବ୍ଦ କହିବା ହିଁ ଉଚିତ। ଦେଶୀ ଅର୍ଥରେ ଆଙ୍ଗ୍ଲୋ ସାକ୍ସନ୍ ଶବ୍ଦ ବା ଆଙ୍ଗ୍ଲୋ ସାକ୍ସନ୍ ଶବ୍ଦରୁ ତିଆରି ଶବ୍ଦ। ତାହେଲେ ପ୍ରକୃତରେ ବିଦେଶୀ ଧାତୁରୁ ତିଆରି ଶବ୍ଦ ମାତ୍ର 7ଟି, 46ରେ 7। ପୁରୁଣା ଓଡ଼ିଆ ଛାନ୍ଦ ବର୍ତ୍ତମାନ ଦେଖାଯାଉ। ଦୂତି କର ଧରି ହରି ବୋଇଲେ କିଶୋରୀ, ମିତ୍ର ପୂଜି ଆସିଥିଲା ଗଲା ତ ପାଶୋରୀ, ଦୂତି ଗୋ କହିବୁ ବନ୍ଧୁଙ୍କୁ କିଦୋଷରେ ଫିଙ୍ଗିଦେଲା ମଦନ ସିନ୍ଧୁକୁ। ଏଥିରେ ଅଛି 21ଟି ଶବ୍ଦ। 21ରୁ 11ଟି ସଂସ୍କୃତ ଶବ୍ଦରୁ ତିଆରି ଶବ୍ଦ, କିନ୍ତୁ ଏ 11ଟି ମଧ୍ୟରୁ 2ଟି ଦୂତି, 1 ହରି, 1 ପୂଜି, 1 ବନ୍ଧୁ, 1 ଦୋଷରେ, ଏହିପରି 6ଟି ଶବ୍ଦ ଖାଣ୍ଟି ଓଡ଼ିଆ ଭାଷା ସଙ୍ଗରେ ଏମିତି ମିଶିଯାଇଛି ଯେ ତାକୁ ଖାଣ୍ଟି ଓଡ଼ିଆ ବୋଲି ଧରି ନେବାକୁ ହେବ। ଖାଣ୍ଟି ଓଡ଼ିଆ ବୋଇଲେ ଯେ ଭାଷା ଆମ ଘରେ ଓ ବାହାରେ ମୂଲିଆ ମଜଦୁରଙ୍କ ସାଙ୍ଗରେ କଥାବାର୍ତ୍ତା ହେଉ, ତାହେଲେ ପ୍ରକୃତରେ ସଂସ୍କୃତ ଶବ୍ଦ 21ରୁ 5। ଆଜିକାଲିର କବିତା ଏଥର ନିଆଯାଉ। ଆସିଛି ଭୁବନ ପରେ ଯୌବନ ସରସା, ଘନ ଗୌରବ ନବ ବରସା, ଚୌଦିଗେ ଉଡ଼ଇତା ନୀଳ ଘନ ଉତ୍ତରୀ, ବଜ୍ର ତଡ଼ିତ ସୁରେ ମେଘେ ମେଘେ ସଞ୍ଚରୀ, ଗୁରୁ ଗୁରୁ ଗର୍ଜନେ ଦୁରୁ ଦୁରୁ ବର୍ଷଣେ, ନିଖିଳ ଚିତ୍ତ ମନ ହରସା। ଏହି ପଦରେ ଅଛି 31ଟି ଶବ୍ଦ। ତା ମଧ୍ୟରୁ 21ଟି ବିଦେଶୀ ଶବ୍ଦ, ଅର୍ଥାତ୍ 18ଟି ସଂସ୍କୃତ ଆଉ 3ଟି ବଙ୍ଗଳା। ଏମାନଙ୍କ ମଧ୍ୟରୁ 1 ଯୌବନ, 2 ଗୌରବ, 3 ନବ, 4 ନୀଳ, 5 ବର୍ଷଣେ, 6 ଚିତ୍ତ, 7 ମନ, ଏହିପରି 7ଟି ସଂସ୍କୃତ ଶବ୍ଦକୁ ଜଣାଶୁଣା ଶବ୍ଦ ବୋଲି ଧରିନେଲେ ବାକି 14ଟି ଖାଣ୍ଟି ସଂସ୍କୃତ ଓ ବଙ୍ଗଳା ଶବ୍ଦ, ଯାହାର ଅର୍ଥ ଓଡ଼ିଆ ସାଧାରଣ ବୁଝିପାରିବେ ନାହିଁ। ଅର୍ଥାତ୍ 31ଟି ଭିତରୁ 14ଟି ସଂସ୍କୃତ ଓ ବଙ୍ଗଳା। ଖାଲି ସେତିକି ନୁହେଁ, ଲେଖାରେ ଶବ୍ଦର ସରଳତା ଯଥେଷ୍ଟ ନୁହେଁ, ଲେଖିବାର ଢଙ୍ଗ ମଧ୍ୟ ଦରକାର। ପ୍ରତ୍ୟେକ ଜାତିର କହିବାର ଢଙ୍ଗ ଓ ଢାଞ୍ଚା ଅଲଗା। ଆଜିକାଲି ଲେଖାରେ ଲେଖିବା ଢଙ୍ଗଟା ଏକାବେଳକେ ଓଡ଼ିଆ ନୁହେଁ।
এই ଦୁଇଟି ପଦକୁ ବଙ୍ଗଳାରେ ଅନୁବାଦ କରିବାକୁ ଚେଷ୍ଟା କଲେ ଆପଣମାନେ ଠିକ୍ ବୁଝିପାରିବେ। ଅଭିମନ୍ୟୁଙ୍କ ଲେଖା ଓଡ଼ିଆ, ତାକୁ ବଙ୍ଗଳାରେ ଅନୁବାଦ କରିବା ସହଜ ନୁହେଁ, କିନ୍ତୁ ଆର ଗୀତଟି ସେ ତ ବଙ୍ଗଳାରେ ହିଁ ଅଛି। କବିଙ୍କର ମହାନ ଦୟା ଯେ ସେ ଅନୁଗ୍ରହ କରି ଆସିଛି ଓ ଉଡ଼ାଇ ଏହି ଯୋଡ଼ିକ ଓଡ଼ିଆ ଢାଞ୍ଚାର ଶବ୍ଦ ଯାହା ବ୍ୟବହାର କରିଛନ୍ତି। ଏ ଲେଖା ଯେବେ ଓଡ଼ିଆ ନ ବୁଝେ ତାହେଲେ ଓଡ଼ିଆ ଗୁଡ଼ାକ ଅରସିକ କି ଯିଏ ଲେଖିଛନ୍ତି ସେ ଅରସିକ? ମୁଁ କହୁନାହିଁ ଯେ କବି ଯେତେବେଳେ ଓଡ଼ିଆରେ ଲେଖି ବସିବେ ସେତେବେଳେ କଡ଼ା ଗଣ୍ଡା କ୍ରାନ୍ତି ଲଗାଇ ଏତେ ଭାଗ ଓଡ଼ିଆ ଶବ୍ଦ ରହିବ ବୋଲି ହିସାବ କରି ଲେଖିବେ। ମୁଁ ଖାଲି କହୁଛି ଏତିକି ଯେ ଯେଉଁମାନେ ଓଡ଼ିଆରେ ଲେଖୁଛନ୍ତି ସେମାନେ ଓଡ଼ିଆ ସାହିତ୍ୟ ବୋଲି ଯାହା ଅଛି ତାକୁ ଟିକେ ଭଲରେ ପଢ଼ନ୍ତୁ। ଓଡ଼ିଆ ସାହିତ୍ୟର ଢଙ୍ଗ ଓ ଢାଞ୍ଚା କୁଆଡ଼େ ତାକୁ ଟିକେ ଦୟାକରି ଆୟତ୍ତ କରନ୍ତୁ। ସଭ୍ୟତାରୁ ଉଚ୍ଚ ପାହ୍ୟାରୁ ଟିକେ ନଈ ପଡ଼ି ଏ ପଖାଳଖିଆ ଓଡ଼ିଆ ଗୁଡ଼ାକ କେମିତି ପୋକଜୋକଙ୍କ ପରି ସାଲୁରୁ ବାଲୁରୁ ହେଉଛନ୍ତି ତାକୁ ଦେଖନ୍ତୁ। ଏ ପୋକଜୋକ ଗୁଡ଼ାକ ଯେପରି ତାଙ୍କ ଶ୍ରୀମୁଖର ସରସ କଥା ଗୁଡ଼ାକ ବୁଝିବେ ତାର ଗୋଟାଏ କିଛି ବ୍ୟବସ୍ଥା କରନ୍ତୁ। ତା ନହେଲେ ସେ ଆଦର ପାଇବେ କିଆଁ ଆଉ ପଇସା ବା ପାଇବେ କେଉଁଠାରୁ? ଆମେ ଶବ୍ଦ ଲେଖିବୁ ସଂସ୍କୃତ, ଆମ ଲେଖାର ଢାଞ୍ଚା ହେବ ବଙ୍ଗଳା, ଆଉ ଲେଖାର ବିଷୟ ହେବ ସେ ବହୁ ଦୂରର ବିଲାତର କଥା। ଧରନ୍ତୁ ସେଦିନ ମୁଁ ଖଣ୍ଡିଏ ମାସିକ ପତ୍ରିକାରେ ଗୋଟିଏ ସାମାଜିକ ନାଟକର ଭୂତ ଦେଖିଥିଲି। ଘଇତା ମାଇପିଙ୍କ କଥା। ଘଇତା ହେଲେ ଖୁବ୍ ଆଧୁନିକ ଆଉ ମାଇପ କୁଆଡ଼େ ପୁରୁଣା କାଳିଆ ମରହଟ୍ଟି ମହିଳା। ଘଇତା ମାଇପଙ୍କୁ କହିଲେ ଘୃଣା କରି ଅବଶ୍ୟ ଯେ ତାଙ୍କର ବେଶ ଖରାପ, ଭୂଷା ଖରାପ, ସେ କଥା କହି ଜାଣନ୍ତି ନାହିଁ, ଭଦ୍ର ଭାବରେ ବ୍ୟବହାର କରି ଜାଣନ୍ତି ନାହିଁ, ଇତ୍ୟାଦି ଇତ୍ୟାଦି ଅନେକ କଥା। ଆଉ ମାଇପ, ସେଇ ମରହଟ୍ଟି ମାଇପ ସେ ଅଣ୍ଟା ଭିଡ଼ି ବସିଗଲେ ଘଇତାଙ୍କ ସାଙ୍ଗରେ ଯୁକ୍ତିତର୍କ କରିବା ପାଇଁ। ମୁଁ ଆଧୁନିକ କି ମରହଟ୍ଟି କାଳିଆ କହିପାରୁନାହିଁ, ତେବେ ଲେଖକଙ୍କ ଠାରୁ ମୁଁ 15 ବର୍ଷ ବଡ଼, ଅତଏବ ତାଙ୍କ ଆଖିରେ ମୁଁ ନିଶ୍ଚୟ ମରହଟ୍ଟି। ମୁଁ ଦେଖିଛି ମୋ ମାଇପକୁ ମୁଁ ଯଦି ଏହିସବୁ କଥାର ପଦେ କହିଥାନ୍ତି ତାହେଲେ ସେଦିନ ମା ଗଙ୍ଗା ଗଦଗଦ କରି ବୋହି ଆସି ମୋର ପସରା କେଉଁ ଅତଳ ସମୁଦ୍ରକୁ ଭସାଇ ନେଇଯାଇଥାନ୍ତେ। ସବୁ ଯୁକ୍ତିତର୍କ ସେଇଠାରେ ଶେଷ ପାଇଥାନ୍ତା। ଜାଣେ ନାହିଁ ପାଠ ପଢ଼ୁଆ ଷୋଡ଼ଶୀ ବୋହୂର ମନର କାଇଦା କଟକଣା ଆଠାରୁ ଅଲଗା କି ନୁହେଁ। ନିଜର ବ୍ୟକ୍ତିଗତ ଜ୍ଞାନ କିଛି ନାହିଁ, କିନ୍ତୁ କେତେଗୁଡ଼ାଏ ଏଣୁତେଣୁ ପଢ଼ିଛି ଇଂରାଜୀରେ, ଫ୍ରେଞ୍ଚରେ, ବଙ୍ଗଳାରେ ଓ ହିନ୍ଦୀରେ। କୌଣସିଠାରେ କିନ୍ତୁ ଏପରି କଥାଟିଏ ପଢ଼େ ନାହିଁ। ଫଳରେ ଏ କଥାଟାରେ ରସ ମୁଁ ବୁଝିପାରିଲି ନାହିଁ। ରସିକ କିଏ ଓ ବେରସିକ କିଏ ଆପଣମାନେ ହିଁ ବୁଝି ନିଅନ୍ତୁ। ତାହେଲେ ସଂସ୍କୃତ ଶବ୍ଦ, ବଙ୍ଗଳା ଢାଞ୍ଚା ଓ ବିଲାତୀ କଥା ଏ ତ୍ରିନାଥ ମେଳାର ରସ ବିଚାର ଓଡ଼ିଆ ବୁଝେ କେମିତି? ଆଉ ଏ ଲେଖାର ଉଦ୍ଦେଶ୍ୟ କ'ଣ? ଲୋକଙ୍କୁ ଉନ୍ନତ କରିବା, ଲୋକଙ୍କର ମନରେ ଭଲ ରୁଚି ଓ ବିଶୁଦ୍ଧ ଆଣିଦେବା ତ? କିନ୍ତୁ ସେ ଯେବେ ଲୋକଙ୍କ ଭାଷାରେ ନ ହେଲା ତାହେଲେ ଉଦ୍ଦେଶ୍ୟ ପୂର୍ଣ୍ଣ ହେବ କେମିତି? ଯଦି ଲେଖାର ଉଦ୍ଦେଶ୍ୟ ପଇସା ରୋଜଗାର କରିବା ହୁଏ ତାହେଲେ ପଇସା ବା ଆସିବ କୁଆଡ଼ୁ? ରାମେଶ୍ୱର ଦୋକାନ ସଜେଇଛନ୍ତି, ଓଡ଼ିଆ ଲୋକଙ୍କର ମୋଟା ଖଦି ଅଳ୍ପ ପଇସାରେ ଦରକାର। ସେ ଯେବେ ତାକୁ ନ ରଖି ଖାଲି ସୂକ୍ଷ୍ମ ଲୁଗାଗୁଡ଼ିଏ ଘିନି ବସନ୍ତି ତାହେଲେ ତାଙ୍କର ଲାଭ ଆସେ କେଉଁଠାରୁ? ଲୋକେ ଯଦି ପସନ୍ଦ ନ କରି ଅନ୍ୟ ଦୋକାନକୁ ଯାଆନ୍ତି ଆଉ ସେଥିରେ ଯଦି ତାଙ୍କର କ୍ଷତି ହୁଏ ତାହେଲେ ସେଥିପାଇଁ ଦାୟୀ କିଏ? ତାଙ୍କ ବୋକାମି ନା ଲୋକଙ୍କ ଦାରିଦ୍ର୍ୟ? ଆଉ ଗୋଟାଏ କଥା ବଡ଼ ବେଶୀ ଶୁଣାଯାଏ ଆଜିକାଲି, ସେ ମହାଭାରତ ଜାତୀୟତା। ଭାରତର ସବୁ ଜାତି ଏକା ଭାଇ, ଅତଏବ ଏ ଦେଶ ସେ ଦେଶ, ଏ ଭାଷା ସେ ଭାଷା କଥା ଉଠାଇବା ଛୋଟ ଲୋକର ଚିହ୍ନ। ରାଜନୀତିରେ ଏ ଭାବ କେତେ ଦୂର ଦରକାର ଓ ମଙ୍ଗଳ ତା ରାଜନୀତି ବାଲାଏ ଜାଣିଥିବେ। ଏ ଲେଖାଗୁଡ଼ାକ ସାହିତ୍ୟ ବିଷୟରେ, ରାଜନୀତି ପାଇଁ ନୁହେଁ। ତେବେ ଏ ମହାଭାରତ ଜାତୀୟତା କଥାଟା ଶୁଣିଲା ବେଳେ ମୋର ପିଲାଦିନ ଶିକ୍ଷା ଗୋଟାଏ ଗୀତ ମନେ ପଡ଼ିଯାଏ। ତୁ ବୋଲୁଥାଉ ମୋର ମୋର, ସେ ନ ବୋଲେ ମୋର, ତୁ ରୋପୁଥାଉ ପିରତିଲତା, ସେ କାଟୁଥାଏ ଚେର। କିନ୍ତୁ ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟର କଥା ପଢ଼ିଲା ବେଳେ ରାଜନୀତିର କଥା ତା ଭିତରକୁ ପଶିବ କିଆଁ? ତା ଛାଇବା ମାଡ଼ିବ କିଆଁ? ଅବଶ୍ୟ ସାଧାରଣ କେତେଟା ଘଟଣାରୁ ଓଡ଼ିଶାରେ ଏ ବିଷୟ ଯେ ପଶିଲାଣି ତାହା ମୁଁ ବୁଝିପାରିଛି। ସାହିତ୍ୟ ସମସ୍ତଙ୍କ ପାଇଁ, ଜାତିର ସବୁ ଦଳ ସେଥିରେ ପଶିବା ଉଚିତ।
ଯେଉଁମାନେ ସାହିତ୍ୟ ଭିତରେ ଦଳଗତ ଓ ଜାତିଗତ ସମସ୍ୟା ଆଣୁଛନ୍ତି ସେମାନେ ସମସ୍ତେ ବଡ଼ ଲୋକ, ମାନ୍ୟଗଣ୍ୟ ଲୋକ, ପୃଥିବୀ ସାହିତ୍ୟର ଇତିହାସ ଜାଣନ୍ତି ବୋଧହୁଏ। ଅତଏବ ସେମାନଙ୍କ କଥାରେ କଥା କହିବା ମୋ ଭଳି କ୍ଷୁଦ୍ର ଜୀବ ପକ୍ଷରେ ବୋଧହୁଏ ଅଜେୟ ଜବରଦସ୍ତି। ମୁଁ 2-4 ଅକ୍ଷର ପାଠ ପଢ଼ିଛି କି ନା, ସେହି ହେତୁରୁ ନ କହି ରହିପାରୁନାହିଁ। ଏ ବଡ଼ ଲୋକମାନଙ୍କ ହାତରେ ଛାଟ ଅଛି। ଛାଟ ଯାହା ହାତରେ ଅଛି ସେ କିଛି ନ ଜାଣିଥିଲେ ବି ମହାପଣ୍ଡିତ, ତା ଘରେ ଖୁଦ କଣିଟିଏ ନଥିଲେ ବି ବଡ଼ ଧନୀ। ଛାଟ ମାଡ଼ରେ ମୋ ପିଠି ଫଟାଇ ଦେଇପାରନ୍ତି, କିନ୍ତୁ ପିଠି ଫଟା ଭୟରେ ଯାହା ସତ ବୋଲି ଭାବେ ତାକୁ ମିଛ ବୋଲି କହିବି, ଯାହା ଅନ୍ୟାୟ ବୋଲି ଭାବେ ତାକୁ ନ୍ୟାୟ ବୋଲି କହିବି, ସେ ଉଚ୍ଚ ପାହ୍ୟାକୁ ମୁଁ ଏପର୍ଯ୍ୟନ୍ତ ଆସିନାହିଁ। କଥା ହେଉଛି, କୌଣସି ଦେଶରେ ଓ କୌଣସି ଜାତିରେ ସାହିତ୍ୟଟା ଦଳଗତ ରାଜନୀତିର ବିଷୟ ହୋଇନାହିଁ, କି ଦଳଗତ ବିଷୟ ହୋଇ ସାହିତ୍ୟ କୌଣସି ଯୁଗରେ ଉନ୍ନତି କରିପାରି ନାହିଁ। ଅବଶ୍ୟ ଡ୍ରାଇଡେନ୍ ତାଙ୍କ ରାଜନୀତି ଦଳର ହୋଇ କେତେଗୁଡ଼ାଏ କଳି ସାହିତ୍ୟ ଲେଖିଛନ୍ତି, କିନ୍ତୁ ସେଗୁଡ଼ିକ ଇଂରେଜ ସାହିତ୍ୟରେ ସେପରି ଉଚ୍ଚ ସ୍ଥାନ ପାଇନାହିଁ କି ସେ ଯୁଗରେ ଉଚ୍ଚ ସାହିତ୍ୟ ମଧ୍ୟ ହୋଇନାହିଁ। ୟୁଭେନାଲ, ଭଲ୍ଟେୟାର, ଶିଫୁ, ଆଡିସନ୍, ଷ୍ଟିଲ, ସେଲି, ବାଇରନ, ମଣ୍ଟେସ୍ପିୟର, ଅସ୍କାର ୱାଇଲ୍ଡ ପ୍ରଭୃତି ସାହିତ୍ୟ ଲେଖି ତାଙ୍କ ସାହିତ୍ୟଗତ ମତ ଲାଗି ଦେଶରେ ବହୁତ ନିନ୍ଦା ପାଇଥିଲେ, ଜେଲ୍ ଯାଇଛନ୍ତି, ଦେଶରୁ ତଡ଼ା ପାଇଛନ୍ତି। କିନ୍ତୁ ସେ ଦଳଗତ ଲେଖା ନୁହେଁ। କୌଣସି ଦଳ ବିଶେଷର ବିରୋଧରେ ତାହା ଲେଖା ହୋଇପାରିଥାଏ, କିନ୍ତୁ କୌଣସି ଦଳ ବିଶେଷର ସପକ୍ଷରେ ତାହା ଲେଖା ହୋଇନାହିଁ। ସେମାନେ ରାଜନୀତି ନେଇ ଲେଖିନାହାନ୍ତି। ତାଙ୍କ କାଳର ମନୁଷ୍ୟ ସମାଜ ଭିତରେ ଯେଉଁ ସବୁ ଅଳିଆ ପୋଚରା ଜିନିଷ ଥିଲା ତାକୁ ନେଇ ଲେଖିଛନ୍ତି। ତାଙ୍କର ମତ ଭୁଲ ହୋଇପାରେ, ସେ ଯେଉଁ ପନ୍ଥା ଦେଖାଇଛନ୍ତି ସେ ବି ଠିକ୍ ହୋଇନପାରେ, କିନ୍ତୁ ସେମାନେ ଯେ ଭଲ କବିତା ଲେଖିଛନ୍ତି ଆଉ ସେଥିପାଇଁ ସେମାନେ ଯେ ପୂଜ୍ୟ, ଏ ବିଷୟରେ କୌଣସି ଦଳଗତ ମତଭେଦ ନାହିଁ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ଅରସିକ। ରଚନାଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।